सेमाने ख्रीष्टंक अनुकारी हेबा परिवर्ते विभिन्न नेतांक अनुकरण करने आरंभ करथिले। किए निजकु पाउलंकर कहिला आउ किए आपोलंकर कहूथिला। केवल दलभेद थिला ताहा नुह, सेमानक मध्यरे केतेक अनैतिक कार्य मध्य करुथिले। आज आम समस्या कौन? आमे कौन प्रभु जीशुंक ठारे विश्वास करूछु? जीशुंक मधुर वाक्य चला पथे साजे दीप आमरी चरण अलिभा आलोक देई जीवनर प्रतिपदे जीवनर प्रतिपदे बढ़ाए से सत्य पथ प्रदर्शिका से जे पथ प्रदर्शिका पथ प्रदर्शिका पथ प्रदर्शिका। प्रिय दर्शक बंधु नमस्कार। प्रभु जीशुंक मधुर नाम आपण को पथ प्रदर्शिका कार्यक्रम को स्वागत करुअछि। आपण किपरि अछंती? मोर विश्वास प्रभुंक अनुग्रह और दयारु आपण निश्चय भल थिबे। आपण नियमित आम कार्यक्रम देखुछंती, शिक्षा लाभ करूछंती और आत्मिक जीवन में बढ़ुछंती, सेथिपई मु विशेष आनंदित। आपण को मतामत निश्चय आमको टीवी स्क्रीन रे दिया जाइथिबा टेलीफोन नंबर रे जणाइबे। आमे आपण को फोन कॉल रा अपेक्षा रे अछु। आजिर अध्ययन रे प्रेरित पाउल करंथी मंडलीर समस्या नहीं सेमानक सहित कथबार्ता करुथबा आमे लक्ष्य करू। करंथीर विश्वासी माने नुआ भावे प्रभुंक निकट को आस्थिले, विश्वास रे वृद्धि पाउथिले, परस्पर मध्यरे सहभागिता थिला, किंतु सेमाने किछि पुराना स्वभावर बसीभूत थिले। पुराना स्वभाव सेमानकु निज नियंत्रण रे रखिथिला। तेणु प्रेरित पाउल कहउछंती ओ अनुरोध करूछंती तुम माने एक मना हुओ। हुएत करंथी मंडलीर विश्वासी मानक मध्यरे एकतार अभाव थिला। तेणु पाउल अनुरोध करूछंती जदि आम मध्यरे एकता अछि, आम कथबार्ता एक हबो, परस्पर मध्यरे आमे एकमत हेबा। एही व्यवहारिक शिक्षा पाउल सेमानकु दउछंती। या अति व्यवहारिक पत्र थिला, कारण सेमानक मध्यरे दलभेद थिला। सेमाने ख्रीष्टंक अनुकारी हेबा परिवर्ते विभिन्न नेतांक अनुकरण करबा आरंभ करथिले। किए निजकु पाउलंकर कहिला तो केतेबेले आउ किए आपोलंकर कहउछंती। केवल दलभेद थिला ताहा नुह, सेमानक मध्यरे केतेक अनैतिक जीवन काटुथिले। पुनरुत्थान संपर्क रे सेमानक चिंताधारा भिन्न प्रकार थिला। से समस्त समस्या उपरे पाउल कथबार्ता करूछंती। आज आम समस्या कौन? आम विश्वास कौन संपूर्ण प्रभु जीशुंक ठारे अछि कि? तेबे आसंतु ए संपर्क रे अधिक आलोचना करिबा पूर्वरु एक भक्तिमूलक गीत सुनिबा। मो आखिर जेते लुह झरी जाऊ आजी अंतरे मु तुमको जे पाई अछि खोजी। मो आखिर जेते लुह झरी जाऊ आजी अंतरे मु तुमको जे
ଆଜି ଆମେ ନୂତନ ନିୟମର ପ୍ରଥମ କରିନ୍ଥିୟ 1 ପର୍ବର 10 ପଦରୁ ଆରମ୍ଭ କରି 31 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବାକୁ ଯିବା। ଆଜିର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ଖ୍ରୀଷ୍ଟୀୟ ମଣ୍ଡଳୀ ମଧ୍ୟରେ ଦଳଭେଦ ଓ ଦଳୀୟ ମନୋଭାବ, ଯାହାକି କ୍ରୁଶାର୍ପିତ ଖ୍ରୀଷ୍ଟଙ୍କ ମଧ୍ୟସ୍ଥତା ସେହି ଦଳଭେଦକୁ ସଂଶୋଧିତ କରେ। କରିନ୍ଥିୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିକଟକୁ ପାଉଲଙ୍କର ଏହି ପ୍ରଥମ ପତ୍ରର ପ୍ରଥମ ପର୍ବର 10 ପଦଟି ଏକ ନୂତନ ଅଧ୍ୟାୟ ଆରମ୍ଭ କରେ। କରିନ୍ଥିୟ ମଣ୍ଡଳୀର ଦଳୀୟ ମନୋଭାବ ଓ ଦଳଭେଦକୁ ଉପସ୍ଥାପିତ କରେ। ପାଉଲ ବର୍ତ୍ତମାନ ମଣ୍ଡଳୀର ପ୍ରାଥମିକ ସମସ୍ୟାଗୁଡ଼ିକୁ ଦୃଷ୍ଟି ଆଗରେ ରଖି ଏହି ପତ୍ର ଲେଖା ଆରମ୍ଭ କରନ୍ତି। କିନ୍ତୁ ଏକ ଆଶ୍ଚର୍ଯ୍ୟର ବିଷୟ ଲକ୍ଷ୍ୟ କରିବାକୁ ପାରିବେ ଯେ ସେମାନଙ୍କର ସମସ୍ୟା ବର୍ତ୍ତମାନର ଖ୍ରୀଷ୍ଟୀୟ ମଣ୍ଡଳୀର ସମସ୍ୟା ସହିତ ପ୍ରାୟ ସମତୁଲ। ବର୍ତ୍ତମାନ ଆପଣ ସେପରି କୌଣସି ଖ୍ରୀଷ୍ଟୀୟ ମଣ୍ଡଳୀ ଦେଖିବାକୁ ପାରିବେ ନାହିଁ ଯେଉଁଠାରେ କି ସେହି କରିନ୍ଥିୟ ମଣ୍ଡଳୀର ସମସ୍ୟା ପରି ସମସ୍ୟା ନାହିଁ। ପ୍ରତ୍ୟେକ ମଣ୍ଡଳୀ କିଛି ନା କିଛି ସମସ୍ୟା ମଧ୍ୟ ଦେଇ ଗତି କରୁଅଛନ୍ତି, କିନ୍ତୁ ଏହାର ସମାଧାନର ଉପାୟ କେବଳ କ୍ରୁଶାର୍ପିତ ଖ୍ରୀଷ୍ଟଙ୍କ ପ୍ରାଧାନ୍ୟତା। ଦେଖନ୍ତୁ, ପ୍ରଥମ କରିନ୍ଥିୟ ପ୍ରଥମ ପର୍ବ 10 ପଦରେ ଲେଖା ଅଛି, ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ତୁମମାନଙ୍କୁ ଅନୁରୋଧ କରୁଅଛି, ଯେପରି ତୁମେମାନେ ସମସ୍ତେ ଏକ କଥା କୁହ, ଆଉ ତୁମମାନଙ୍କ ମଧ୍ୟରେ ଦଳଭେଦ ନ ହୁଏ, କିନ୍ତୁ ତୁମେମାନେ ଏକ ମନରେ ଓ ଏକ ବିଚାରରେ ସମ୍ମିଳିତ ହୁଅ। ଲକ୍ଷ୍ୟ କରନ୍ତୁ, ଏହି ପଦରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପୁନର୍ବାର ଉପସ୍ଥାପିତ କରାଯାଇଅଛି। ଏହି ପତ୍ରଟି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପ୍ରଭୁତ୍ୱ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରେ। ଆମେ ତାହାଙ୍କର ପ୍ରଭୁତ୍ୱ ବିଷୟରେ ଅନେକ କିଛି ଶୁଣୁ, ମାତ୍ର ଆମେ ଅତି ଅଳ୍ପ ମାତ୍ରାରେ ତାହା ଲକ୍ଷ୍ୟ କରୁ। ଏହି କାରଣରୁ ଆଜି ମଣ୍ଡଳୀ ମଧ୍ୟରେ ଓ ଖ୍ରୀଷ୍ଟ ବିଶ୍ୱାସୀର ଜୀବନରେ ଅନେକ ସମସ୍ୟା ଦେଖାଯାଏ। ଖ୍ରୀଷ୍ଟଙ୍କର ପ୍ରଭୁତ୍ୱ ବିଷୟ ନେଇ କେବଳ କଥାବାର୍ତ୍ତା କଲେ ଯଥେଷ୍ଟ ନୁହେଁ, କିନ୍ତୁ ତାହାକୁ କାର୍ଯ୍ୟରେ ପ୍ରତିଫଳିତ କରିବା ଉଚିତ। ସେ କ'ଣ ଆଜି ଆପଣଙ୍କ ଜୀବନରେ ଅଗ୍ରାଧିକାର ପାଇଛନ୍ତି? ସେ କ'ଣ ଆଜି ଆପଣଙ୍କର ପ୍ରଭୁ ଅଟନ୍ତି? ଆପଣ କ'ଣ ତାହାଙ୍କୁ ନିଜ ଜୀବନର ପ୍ରଭୁ ଓ କର୍ତ୍ତା ରୂପେ ଗ୍ରହଣ କରିପାରିଛନ୍ତି? ଲେଖା ଅଛି, ଯେପରି ତୁମେମାନେ ଏକ କଥା କୁହ। ଏହାର ଅର୍ଥ ନୁହେଁ ଯେ ପ୍ରତ୍ୟେକ ଗୋଟିଏ ଶବ୍ଦ ପ୍ରୟୋଗ କରିବେ, ମାତ୍ର ଏହାର ଅର୍ଥ ହେଉଛି ଖ୍ରୀଷ୍ଟ ବିଶ୍ୱାସୀମାନେ ପରସ୍ପର ସହିତ ଅଶାନ୍ତି କିମ୍ବା ଗଣ୍ଡଗୋଳ ବା ମାରପିଟ କରିବା ଉଚିତ ନୁହେଁ, କି ପରସ୍ପରକୁ ଘୃଣା କରିବା ଉଚିତ ନୁହେଁ, କିମ୍ବା ପରସ୍ପର ବିରୁଦ୍ଧରେ ବଚସା କରିବା ଉଚିତ ନୁହେଁ। ଲେଖା ଅଛି, ଆଉ ତୁମମାନଙ୍କ ମଧ୍ୟରେ ଦଳଭେଦ ନ ହୁଏ। ଏହି ଦଳଭେଦର ପ୍ରକୃତ ଅର୍ଥ ହେଉଛି ଯେପରି ମଣ୍ଡଳୀ ମଧ୍ୟରେ କୌଣସି ପ୍ରକାର ଫାଟ ସୃଷ୍ଟି ନ ହୁଏ ବା ବିଭ୍ରାଟ ସୃଷ୍ଟି ହୋଇ ମଣ୍ଡଳୀର ଏକତାରେ ବାଧା ସୃଷ୍ଟି ନ ହୁଏ, ଯାହାକି ବିବାଦ, ବଚସା, ସମାଲୋଚନା, ପରଚର୍ଚ୍ଚା, ଘୃଣାଭାବ ବା ତିକ୍ତତା ହେତୁରୁ ସୃଷ୍ଟି ହୋଇଥାଏ। ଆଉ ତାହା ହିଁ ବର୍ତ୍ତମାନର ମଣ୍ଡଳୀ ମଧ୍ୟରେ ପରିଲକ୍ଷିତ ହୁଏ। କିନ୍ତୁ ପ୍ରଭୁ ଯୀଶୁ ଯଦି ପ୍ରକୃତରେ ଖ୍ରୀଷ୍ଟ ବିଶ୍ୱାସୀର ଜୀବନରେ ଥାଆନ୍ତି ଓ ତାହାର ସଙ୍ଗୀ ହୋଇଥାନ୍ତି, ତାହେଲେ ଏହି ସମସ୍ତ ବିଷୟ ତାହାର ଜୀବନରେ ଦେଖାଯିବ ନାହିଁ। ଆହୁରି ମଧ୍ୟ ଲେଖା ଅଛି, କିନ୍ତୁ ତୁମେମାନେ ଏକ ମନରେ ଓ ଏକ ବିଚାରରେ ସମ୍ମିଳିତ ହୁଅ। ତାହେଲେ ସେହି ଏକ ମନ କ'ଣ? ସେହି ଏକ ମନ ହେଉଛି ଖ୍ରୀଷ୍ଟଙ୍କ ମନ। ଦେଖନ୍ତୁ, ଫିଲିପି 2 ପର୍ବର 5 ପଦରେ ଲେଖା ଅଛି, ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା ତୁମମାନଙ୍କର ସେହିପରି ମନ ହେଉ। ଯଦି ଆପଣ ସେହି ଫିଲିପି 2 ପର୍ବର 6 ପଦରୁ 8 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବେ, ତାହେଲେ ଖ୍ରୀଷ୍ଟ ଯୀଶୁଙ୍କର ମନ କିପରି ଥିଲା ତାହା ଜାଣିପାରିବେ। 11 ପଦରେ ଲେଖା ଅଛି, କାରଣ ହେ ମୋହର ଭାଇମାନେ, ଖ୍ଲୟୀଙ୍କ ପରିଜନଙ୍କଠାରୁ ତୁମମାନଙ୍କ ସମ୍ବନ୍ଧରେ ମୋ ନିକଟରେ ଏହା ପ୍ରକାଶ ପାଇଅଛି ଯେ ତୁମମାନଙ୍କ ମଧ୍ୟରେ ବାଦ ବିବାଦ ଅଛି। ଦେଖନ୍ତୁ, ପାଉଲ ଏଠାରେ କରିନ୍ଥିୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ କହନ୍ତି, ତୁମମାନଙ୍କ ମଧ୍ୟରେ ବାଦ ବିବାଦ ଅଛି। କାରଣ କରିନ୍ଥିୟ ମଣ୍ଡଳୀ ମଧ୍ୟରେ କଳହ, ବିବାଦ, ଈର୍ଷା ଓ ପରନିନ୍ଦା ପ୍ରଭୃତି ରହିଥିଲା। ପାଉଲ ଏହି ବିଷୟ ଖ୍ଲୟୀଙ୍କ ପରିଜନଙ୍କଠାରୁ ଶୁଣିଥିଲେ ବୋଲି ମଧ୍ୟ ସ୍ପଷ୍ଟ ଭାବେ ପ୍ରକାଶ କରନ୍ତି। ତେବେ ଏହା ଯଦିଓ ଖ୍ଲୟୀଙ୍କ ପକ୍ଷରେ ଏପରି କହିବା ଅସୁନ୍ଦର ବିଷୟ ବୋଲି ମନେ ହୁଏ, ମାତ୍ର ଖ୍ଲୟୀ ଓ ତାହାଙ୍କର ପରିଜନଙ୍କର ପ୍ରଶଂସା କରିବା ଉଚିତ ଯେ ସେ ଏହି ସମସ୍ତ ବିଷୟ ସ୍ପଷ୍ଟ ଭାବେ ଜଣାଇଦେଲେ ଓ ବାହାରେ ପ୍ରକାଶ କରିଦେଲେ, ଯେପରି ସେହି ସମସ୍ତ ମାଣ୍ଡଳିକ ସମସ୍ୟାର କିଛି ସମାଧାନ ହୋଇପାରେ। କାରଣ ମଣ୍ଡଳୀ ଅତି ଜଘନ୍ୟ ସମସ୍ୟା ମଧ୍ୟ ଦେଇ ଗତି କରୁଥିଲା ଓ ଏହାର ସମାଧାନ ଅତି ଜରୁରୀ ଥିଲା। ହଁ, ଯେଉଁ ବ୍ୟକ୍ତି ଏହିପରି ମାଣ୍ଡଳିକ ସମସ୍ୟାକୁ ପଦାରେ ପକାଏ ସେ କିଛି ଭୁଲ କରେ ନାହିଁ, ମାତ୍ର ତାହା ଯଦି ନ ହୁଏ ତାହେଲେ ମଣ୍ଡଳୀ ଏହି ସମସ୍ତ ସମସ୍ୟା ଲାଗି କଷ୍ଟ ଭୋଗ କରିବ ଓ ମଣ୍ଡଳୀ ଛାରଖାର ହୋଇଯିବ। ତେବେ କରିନ୍ଥିୟ ମଣ୍ଡଳୀ ମଧ୍ୟରେ ସମସ୍ୟା ଉପୁଜିବାର କାରଣ ହେଉଛି ସେମାନଙ୍କ ମଧ୍ୟରେ ଅନେକ ଆତ୍ମିକ ଜୀବନରେ ଶିଶୁ ପରି ଥିଲେ। ଆଉ ଆପଣ ଜାଣିଥିବେ ଯେ ସାଧାରଣତଃ ପିଲାମାନେ ସବୁ କ୍ଷେତ୍ରରେ
ବିଶୃଙ୍ଖଳା ସୃଷ୍ଟି କରନ୍ତି। ତେଣୁ ମଣ୍ଡଳୀ ମଧ୍ୟରେ ନିଶ୍ଚିତ ଭାବେ ସମସ୍ୟା ଦେଖାଦେଇପାରେ। 12 ପଦରେ ଲେଖା ଅଛି, ମୋ କଥାର ଭାବ ଏହି, ତୁମମାନଙ୍କ ମଧ୍ୟରୁ କେହି କେହି କହନ୍ତି ମୁଁ ପାଉଲଙ୍କର, କେହି କେହି କହନ୍ତି ମୁଁ ଆପୋଲଙ୍କର, କେହି କେହି କହନ୍ତି ମୁଁ କେଫାଙ୍କର, ଆଉ କେହି କେହି କହନ୍ତି ମୁଁ ଖ୍ରୀଷ୍ଟଙ୍କର। ଦେଖନ୍ତୁ, ଦେଖିବାକୁ ଗଲେ ମଣ୍ଡଳୀ ମଧ୍ୟରେ ବିଭିନ୍ନ ନେତାମାନଙ୍କର ଅନୁସରଣ କରି ବିଶ୍ୱାସୀମାନଙ୍କ ଦ୍ୱାରା ଦଳଭେଦ ସୃଷ୍ଟି ହୋଇଥାଏ। ସେମାନେ କେତେକ ବ୍ୟକ୍ତି ବିଶେଷଙ୍କ ଉପରେ ଗୁରୁତ୍ୱ ଦେଇ ସେମାନଙ୍କର ମତାମତ ଦେଇଥାନ୍ତି। ସେହିପରି କରିନ୍ଥୀୟ ମଣ୍ଡଳୀ ମଧ୍ୟରେ କେହି କେହି ପାଉଲଙ୍କୁ, କେହି କେହି ଆପୋଲଙ୍କୁ ଓ କେହି କେହି କେଫାଙ୍କୁ ଅର୍ଥାତ୍ ପିତରଙ୍କୁ ଗୁରୁତ୍ୱ ଦେଇ ସେମାନଙ୍କ ମଧ୍ୟରେ ଦଳଭେଦର ସୃଷ୍ଟି କରୁଥିଲେ। କିନ୍ତୁ ଏହି 3 ଜଣ ବ୍ୟକ୍ତି ସେହି ସମସ୍ତ ଦଳଭେଦର କାରଣ ନଥିଲେ। ସେମାନଙ୍କର ଯଦିଓ ଦୃଢ଼ ବ୍ୟକ୍ତିତ୍ୱ ଥିଲା, ମାତ୍ର ସେମାନେ ଏକ ବିଶ୍ୱାସରେ ସ୍ଥିର ରହି ଏକତା ରକ୍ଷା କରୁଥିଲେ ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଉଚ୍ଚୀକୃତ ତଥା ମହିମାନ୍ୱିତ କରାଉଥିଲେ। ସେହି 3 ଜଣଙ୍କ ମଧ୍ୟରେ କୌଣସି ଭିନ୍ନତା ବା ବିଭେଦ କିମ୍ବା ମନାନ୍ତର ନଥିଲା। କିନ୍ତୁ ଏହି ଦଳଭେଦ ସୃଷ୍ଟି କରାଇବାରେ କରିନ୍ଥୀୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନେ ମୁଖ୍ୟତଃ ଦାୟୀ। ଏହି ଦଳଭେଦ ନିମନ୍ତେ ସେମାନେ ହିଁ ଦୋଷୀ। କିନ୍ତୁ ସେମାନେ ବୁଝିପାରୁନଥିଲେ ଯେ ଏହି 3 ଜଣ ଯାକ ଏକ ଈଶ୍ୱରଙ୍କର ଲୋକ ଓ ଏକ ବିଶ୍ୱାସର ଲୋକ। ତେଣୁକରି ପାଉଲ ଏହି ବିଷୟ ନେଇ ସେମାନଙ୍କ ନିକଟକୁ ପତ୍ର ଲେଖୁଛନ୍ତି ଓ ସେ ଶେଷରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଏହି 3 ଜଣଙ୍କ ଅପେକ୍ଷା ଅଧିକ ପ୍ରାଧାନ୍ୟ ଦେଉଅଛନ୍ତି। ସେ ସେମାନଙ୍କୁ ଦେଖାଇ ଦେବାକୁ ଚାହାନ୍ତି ଯେ ମଣ୍ଡଳୀ ମଧ୍ୟରେ ଘଟୁଥିବା ବିଭେଦ ଓ ଦଳଭେଦର ସମାଧାନ ନିମନ୍ତେ ଖ୍ରୀଷ୍ଟଙ୍କ ପ୍ରାଧାନ୍ୟତା ହେଉଛି ଏକମାତ୍ର ଯଥାର୍ଥ ଉତ୍ତର। ସେହି ମଣ୍ଡଳୀ ମଧ୍ୟରେ ସେହି 3ଟି ଦଳକୁ ମିଶାଇ ଆଉ ଏକ ଦଳର ଲୋକ ଅର୍ଥାତ୍ ଚତୁର୍ଥ ଦଳର ଲୋକ କହୁଥିଲେ ଆମେ ଖ୍ରୀଷ୍ଟଙ୍କର। କିନ୍ତୁ ସେମାନେ ପ୍ରକୃତରେ ଖ୍ରୀଷ୍ଟଙ୍କୁ ପ୍ରଥମ ସ୍ଥାନ ଦେଉନଥିଲେ। ମାତ୍ର ସେମାନେ ଉପର ଠାଉରିଆ ଭାବେ ନିଜ ନିଜକୁ ଖ୍ରୀଷ୍ଟଙ୍କର ଲୋକ ବୋଲି ଦେଖାଇ ହେଉଥିଲେ। ମୋର ମତରେ ଏହି ଦଳ ଅତି ମାରାତ୍ମକ ଥିଲେ, ଯେହେତୁ ସେମାନେ ପ୍ରକୃତରେ ଖ୍ରୀଷ୍ଟଙ୍କୁ ଗୌରବ ନ ଦେଇ ନିଜକୁ ଖ୍ରୀଷ୍ଟଙ୍କର ବୋଲି କହି ଅନ୍ୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ମଣ୍ଡଳୀ ମଧ୍ୟରୁ ଅଲଗା କରିଦେଉଥିଲେ। ଏହିପରି ଭାବରେ ସେମାନେ ଅନ୍ୟମାନଙ୍କୁ ଆତ୍ମିକ ସ୍ତରରେ ଘୃଣା ଦୃଷ୍ଟିରେ ଦେଖୁଥିଲେ। ଆଜି କ'ଣ ମଣ୍ଡଳୀ ମଧ୍ୟରେ ଏହିପରି ବିଶୃଙ୍ଖଳା ତଥା ଦଳଭେଦ ଦେଖାଦେଉନାହିଁ କି? ହଁ, ନିଶ୍ଚୟ। କିନ୍ତୁ ଏହା ବାହାରର ସମସ୍ୟା ନୁହେଁ, ମାତ୍ର ଏହି ସମସ୍ୟା ମଣ୍ଡଳୀ ମଧ୍ୟରୁ ହିଁ ଉତ୍ପନ୍ନ ହୁଏ, ବିଶ୍ୱାସୀମାନଙ୍କ ମଧ୍ୟରୁ ହିଁ ଉତ୍ପନ୍ନ ହୁଏ। କେବଳ ନିଜର ଆତ୍ମଧାର୍ମିକତା, ଆତ୍ମ ଅହମିକା, ସମାଲୋଚନାମୂଳକ ମନୋଭାବ ଓ ନିଜର ଜ୍ଞାନ ଗାରିମା ଓ ପଦପଦବୀର ଲାଳସା ଦୃଷ୍ଟିରୁ ଏହିପରି ସମସ୍ୟା ତଥା ଦଳଭେଦ ଦେଖାଦେଇଥାଏ। ମଣ୍ଡଳୀର ଏହି ଆଭ୍ୟନ୍ତରୀଣ ସମସ୍ୟା ଅତି ଭୟଙ୍କର ଓ ଏହା ମଣ୍ଡଳୀର ପତନ ଘଟାଇପାରେ। ତେଣୁ ଏଥିନିମନ୍ତେ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ସତର୍କ ହେବା ଉଚିତ ଓ ଖ୍ରୀଷ୍ଟଙ୍କୁ ମଣ୍ଡଳୀ ମଧ୍ୟରେ ପ୍ରାଧାନ୍ୟ ଦେଇ ତାହାଙ୍କୁ ଗୌରବାନ୍ୱିତ ତଥା ଉଚ୍ଚୀକୃତ କରିବା ଉଚିତ, ଯେହେତୁ ଖ୍ରୀଷ୍ଟ ହେଉଛନ୍ତି ମଣ୍ଡଳୀର ମସ୍ତକ। ଦେଖନ୍ତୁ, ପାଉଲ ବର୍ତ୍ତମାନ ଏହି ସମସ୍ୟାର ସମାଧାନ କରିବାକୁ ଯାଇ ସେମାନଙ୍କୁ ପଚାରୁଛନ୍ତି, ଯାହାକି 13 ପଦରେ ଲେଖା ଅଛି, ଖ୍ରୀଷ୍ଟ କି ବିଭକ୍ତ ହୋଇଅଛନ୍ତି? ତୁମ୍ଭମାନଙ୍କ ନିମନ୍ତେ କି ପାଉଲ କ୍ରୁଶରେ ହତ ହୋଇଥିଲା, କିମ୍ବା ତୁମ୍ଭେମାନେ କି ପାଉଲ ନାମରେ ବାପ୍ତିଜିତ ହୋଇଥିଲ? ପାଉଲ ଏଠାରେ ସେହି କରିନ୍ଥୀୟ ମଣ୍ଡଳୀର ସମସ୍ୟାକୁ ସମାଧାନ କରିବାକୁ ଯାଇ ଖ୍ରୀଷ୍ଟଙ୍କୁ ପ୍ରାଧାନ୍ୟ ଦିଅନ୍ତି। ସେ ଏଠାରେ ସେମାନଙ୍କୁ କେତେକ ପ୍ରଶ୍ନ କରନ୍ତି, ସେମାନଙ୍କ ମନ ମଧ୍ୟରୁ ସେହି ସମସ୍ତ ଭ୍ରାନ୍ତ ଚିନ୍ତାଧାରା ଦୂରେଇ ଦେବା ଲାଗି, ଯେପରି ସେମାନେ ପାଉଲଙ୍କୁ ଶ୍ରେଷ୍ଠ ସ୍ଥାନ ନ ଦେଇ ଖ୍ରୀଷ୍ଟଙ୍କୁ ଶ୍ରେଷ୍ଠ ସ୍ଥାନ ଦିଅନ୍ତି। ପ୍ରକୃତରେ ଖ୍ରୀଷ୍ଟ ବିଭକ୍ତ ହୋଇନାହାନ୍ତି। ଯଦି କୌଣସି ବିଷୟ ଖ୍ରୀଷ୍ଟଙ୍କଠାରୁ ଖ୍ରୀଷ୍ଟ ବିଶ୍ୱାସୀକୁ ବିଚ୍ଛିନ୍ନ କରିଥାଏ, ତାହେଲେ ଭୁଲ ଖ୍ରୀଷ୍ଟଙ୍କର ନୁହେଁ, ମାତ୍ର ସେହି ବିଷୟର, ତାହା ଯେକୌଣସି ବିଷୟ ହୋଇଥାଉ ନା କାହିଁକି। କିନ୍ତୁ ଖ୍ରୀଷ୍ଟଙ୍କର ସେହି କ୍ରୁଶାର୍ପିତର ବିଷୟ ଖ୍ରୀଷ୍ଟୀୟ ଏକତାର ଭିତ୍ତିମୂଳ। ପାଉଲଙ୍କର ତୃତୀୟ ପ୍ରଶ୍ନ ଥିଲା, କିମ୍ବା ତୁମେମାନେ କି ପାଉଲ ନାମରେ ବାପ୍ତିଜିତ ହୋଇଥିଲ? ପ୍ରକୃତରେ ଏହାର ଉତ୍ତର ହେଉଛି ନାହିଁ। ତେବେ ପାଉଲ ଏଠାରେ ଜଳରେ ବାପ୍ତିସ୍ମ ନେବାର ବିଷୟକୁ ଦର୍ଶାନ୍ତି ନାହିଁ, ଯାହାକି ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବିଶ୍ୱାସୀ ଜଳରେ ବାପ୍ତିସ୍ମ ନିଏ। ମାତ୍ର ସେ ଏଠାରେ ପବିତ୍ର ଆତ୍ମାରେ ବାପ୍ତିସ୍ମ ନେବାର ବିଷୟକୁ ଦର୍ଶାନ୍ତି। ତାହାଙ୍କର ପ୍ରଶ୍ନ ହେଉଛି, ତୁମେମାନେ କି ପାଉଲ ନାମରେ ବାପ୍ତିଜିତ ହୋଇଥିଲ? ସେମାନଙ୍କୁ କହିବାକୁ ଥିଲା, ପ୍ରକୃତରେ ନୁହେଁ, ଆମ୍ଭେମାନେ ତୁମ୍ଭ ନାମରେ ବାପ୍ତିଜିତ ହୋଇନାହୁଁ। ଯେଉଁ ବାପ୍ତିସ୍ମ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ଶରୀର ସହିତ ସଂଯୁକ୍ତ କରିଅଛି, ତାହା ହେଉଛି ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ। କୌଣସି ମନୁଷ୍ୟ ଆମମାନଙ୍କ ନିମନ୍ତେ ତାହା କରିନାହିଁ। ଆପଣ ଦେଖନ୍ତୁ, ପାଉଲ ସେମାନଙ୍କର ଚିନ୍ତାଧାରାକୁ ମନୁଷ୍ୟଠାରୁ ଦୂରେଇ ନେଇ ଖ୍ରୀଷ୍ଟଙ୍କ ଆଡ଼କୁ ଫେରାଇ ଆଣିବା ନିମନ୍ତେ ଚେଷ୍ଟା କରୁଅଛନ୍ତି, କାରଣ ସେମାନେ ସମ୍ପୂର୍ଣ୍ଣ ଭାବେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେବାକୁ ଥିଲା।
ବାସ୍ତବରେ ଯେଉଁମାନେ ଖ୍ରୀଷ୍ଟଙ୍କର ଓ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ସେମାନଙ୍କ ସହିତ ସହଭାଗିତା ସ୍ଥାପନ କରିବା ଉଚିତ। 14-15 ପଦ ମଧ୍ୟରେ ଏହିପରି ଲେଖା ଅଛି, କାଳେ ତୁମ୍ଭେମାନେ ମୋହର ନାମରେ ବାପ୍ତିଜିତ ହୋଇଅଛ ବୋଲି କେହି କହିବ, ଏଥିପାଇଁ କ୍ରିସ୍ପ ଓ ଗାୟ ବିନା ତୁମମାନଙ୍କ ମଧ୍ୟରେ ଆଉ କାହାରିକି ବାପ୍ତିସ୍ମ ଦେଇନାହିଁ ବୋଲି ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ। ଏଠାରେ ସେ ଜଳରେ ବାପ୍ତିସ୍ମ ଦେବା ବିଷୟ ନେଇ ପ୍ରକାଶ କରନ୍ତି। ସେ କହନ୍ତି ଯେ ସେ ବିଶେଷରେ ବାପ୍ତିସ୍ମ ଦେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିନଥିଲେ, କାରଣ କାଳେ ଲୋକମାନେ ଭାବିବେ ଯେ ସେ ନିଜ ନାମରେ ବାପ୍ତିସ୍ମ ଦେଉଅଛନ୍ତି। ଏହି ଭୟରେ ସେ କେବଳ କ୍ରିସ୍ପ ଓ ଗାୟ ବିନା ଆଉ କାହାରିକି ବାପ୍ତିସ୍ମ ଦେଇନାହାନ୍ତି। ଆପଣ ଦେଖନ୍ତୁ, ସେ ଏହିପରି ଭାବେ ଖ୍ରୀଷ୍ଟଙ୍କୁ ପ୍ରାଧାନ୍ୟ ଦେଉଛନ୍ତି, ମାତ୍ର ନିଜକୁ ନୁହେଁ। 16 ପଦରେ ଲେଖା ଅଛି, ଆଉ ସ୍ତିଫାନଙ୍କ ପରିଜନକୁ ମଧ୍ୟ ବାପ୍ତିସ୍ମ ଦେଇଅଛି, ଏହାଛଡ଼ା ମୁଁ ଆଉ କାହାରିକି ବାପ୍ତିସ୍ମ ଦେଇଅଛି ବୋଲି ମୋର ମନେ ପଡ଼ୁନାହିଁ। ଆପଣ ଦେଖନ୍ତୁ, ପାଉଲ ବାପ୍ତିସ୍ମ ଦେବା ପ୍ରତି ଏତେ ଅଳ୍ପ ଗୁରୁତ୍ୱ ଦେଉଛନ୍ତି ଯେ ତାହାଙ୍କର ପ୍ରକୃତରେ ମନେ ପଡ଼ୁନାହିଁ ଯେ ସେ ଆଉ କାହାକୁ ବାପ୍ତିସ୍ମ ଦେଇଅଛନ୍ତି କି ନାହିଁ। 17 ପଦରେ ଲେଖା ଅଛି, କାରଣ ଖ୍ରୀଷ୍ଟ ମୋତେ ବାପ୍ତିସ୍ମ ଦେବା ନିମନ୍ତେ ପ୍ରେରଣ କଲେ ନାହିଁ, ମାତ୍ର ସୁସମାଚାର ପ୍ରଚାର କରିବା ନିମନ୍ତେ ପ୍ରେରଣ କଲେ, ତାହା ମଧ୍ୟ ବାକ୍ୟାଡମ୍ବରରେ ନୁହେଁ, କାଳେ ଖ୍ରୀଷ୍ଟଙ୍କ କ୍ରୁଶ ବ୍ୟର୍ଥ ହୁଏ। ପାଉଲ ଏଠାରେ ବାପ୍ତିସ୍ମ ଦେବା ପ୍ରତି ଗୁରୁତ୍ୱ ଦିଅନ୍ତି ନାହିଁ, ମାତ୍ର ସୁସମାଚାର ପ୍ରଚାର ପ୍ରତି ବିଶେଷ ଗୁରୁତ୍ୱ ପ୍ରଦାନ କରନ୍ତି, ଆଉ ତାହା ମଧ୍ୟ କେବଳ କଥାରେ ନୁହେଁ, ମାତ୍ର କାର୍ଯ୍ୟରେ, କାଳେ ଖ୍ରୀଷ୍ଟଙ୍କ କ୍ରୁଶ ବ୍ୟର୍ଥ ହୁଏ। ଅର୍ଥାତ୍ ଖ୍ରୀଷ୍ଟଙ୍କ ନାମ ଓ ତାହାଙ୍କର କାର୍ଯ୍ୟ ଯେପରି ନିନ୍ଦିତ ନ ହୁଏ ବା ବ୍ୟର୍ଥ ନ ହୁଏ, ଏଥି ନିମନ୍ତେ ସେ ବିଶେଷରେ ଯତ୍ନବାନ ଥିଲେ। କିନ୍ତୁ ଆପଣ ଦେଖନ୍ତୁ, ବର୍ତ୍ତମାନର ମଣ୍ଡଳୀ ମଧ୍ୟରେ କେତେକ ସାଧାରଣ ବିଷୟକୁ ନେଇ ଦଳଭେଦ ଓ ବିଚ୍ଛେଦ ସୃଷ୍ଟି ହୁଏ, ଯଦ୍ୱାରା ମଣ୍ଡଳୀ ମଧ୍ୟରେ ବିବାଦ ଓ କଳହ ସୃଷ୍ଟି ହୁଏ। କରିନ୍ଥୀୟ ମଣ୍ଡଳୀରେ ସେହି ପ୍ରକାର ଦଳୀୟ ମନୋଭାବ ଲାଗି ଫାଟ ସୃଷ୍ଟି ହେଲା। ଏହି 3 ଜଣ ବ୍ୟକ୍ତି ଅର୍ଥାତ୍ ଆପଲ, ପାଉଲ ଓ କେଫା କରିନ୍ଥୀୟ ମଣ୍ଡଳୀ ମଧ୍ୟରେ ଏକତା ଓ ଶକ୍ତିର ସମ୍ବାଦ ପ୍ରଚାର କରିଥିଲେ। ସେମାନେ ଯେଉଁ ସୁସମାଚାର ପ୍ରଚାର କରିଥିଲେ, ଏହା ଏକତା ଉପରେ ପ୍ରତିଷ୍ଠିତ ଥିଲା, ମାତ୍ର ବିଭେଦ ଉପରେ ନୁହେଁ। କିନ୍ତୁ ଏହି ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନେ ଆତ୍ମିକ ଜୀବନରେ ଶିଶୁ ପରି ଥିବାରୁ ସେମାନେ ମନୁଷ୍ୟ ଉପରେ ଗୁରୁତ୍ୱ ପ୍ରଦାନ କଲେ। ଆଉ ବର୍ତ୍ତମାନ ପାଉଲ ସେମାନଙ୍କର ସେହି ଦଳୀୟ ଓ ବିବାଦୀୟ ମନୋଭାବଠାରୁ ସେମାନଙ୍କୁ ଦୂରେଇ ନେଇ ଖ୍ରୀଷ୍ଟଙ୍କ ପ୍ରାଧାନ୍ୟତା ତଥା ପ୍ରଭୃତ୍ୱ ପ୍ରତି ସେମାନଙ୍କର ମନୋଭାବକୁ ଫେରାଇ ଆଣନ୍ତି। ତେବେ ସେହି କରିନ୍ଥୀୟ ନଗରରେ ଓ ତହିଁର ପାର୍ଶ୍ୱବର୍ତ୍ତୀ ଅନ୍ୟାନ୍ୟ ନଗରମାନଙ୍କରେ ସେହି ସମୟରେ ଦାର୍ଶନିକ ତତ୍ତ୍ୱ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଥିଲା। ଏହି ପର୍ବରେ ମଧ୍ୟ ଆମେ ତାହା ଲକ୍ଷ୍ୟ କରିବାକୁ ଯିବା। ଦେଖନ୍ତୁ, 18 ପଦରେ ଲେଖା ଅଛି, କାରଣ ବିନାଶ ପ୍ରାପ୍ତ ହେଉଥିବା ଲୋକମାନଙ୍କ ପ୍ରତି କ୍ରୁଶର କଥା ମୂର୍ଖତା ମାତ୍ର, କିନ୍ତୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଆମ୍ଭମାନଙ୍କ ପ୍ରତି ତାହା ଈଶ୍ୱରଙ୍କ ଶକ୍ତି ଅଟେ। ହଁ, କ୍ରୁଶ ଲୋକମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରେ। କ୍ରୁଶ ଉଦ୍ଧାରପ୍ରାପ୍ତ ବ୍ୟକ୍ତିକୁ ଉଦ୍ଧାରପ୍ରାପ୍ତ ହୋଇନଥିବା ବ୍ୟକ୍ତିଠାରୁ ପୃଥକ କରେ, ମାତ୍ର ଏହା ଉଦ୍ଧାରପ୍ରାପ୍ତ ବ୍ୟକ୍ତିମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରେ ନାହିଁ। କିନ୍ତୁ ଯେଉଁମାନେ ଉଦ୍ଧାରପ୍ରାପ୍ତ ଓ ଉଦ୍ଧାରର ପଥରେ ଗମନ କରନ୍ତି, ସେମାନଙ୍କ ପ୍ରତି ଏହା ଈଶ୍ୱରଙ୍କ ଶକ୍ତି ଅଟେ। ଏହିଠାରେ ଆମେ ଏକ ଭିନ୍ନତାକୁ ଲକ୍ଷ୍ୟ କରୁ, ଆଉ ସେହି ଭିନ୍ନତା ଉଦ୍ଧାରପ୍ରାପ୍ତ ଓ ବିନାଶପ୍ରାପ୍ତ ଲୋକମାନଙ୍କ ମଧ୍ୟରେ କ୍ରୁଶ ହିଁ ସୃଷ୍ଟି କରେ। ମାତ୍ର ଏହା ବିଶ୍ୱାସୀମାନଙ୍କ ନିମନ୍ତେ ଏକତାର ଶକ୍ତି ଓ ଉତ୍ସ। ଖ୍ରୀଷ୍ଟଙ୍କର କ୍ରୁଶ ଜଗତକୁ ବିଭେଦ କରେ, ମାତ୍ର ଏହା ଖ୍ରୀଷ୍ଟୀୟ ମଣ୍ଡଳୀ ମଧ୍ୟରେ ବିଭେଦ ସୃଷ୍ଟି କରେ ନାହିଁ। 19-21 ପଦ ମଧ୍ୟରେ ଲେଖା ଅଛି, ଯେଣୁ ଏହା ଲେଖା ଅଛି, ଆମ୍ଭେ ଜ୍ଞାନୀମାନଙ୍କର ଜ୍ଞାନ ନଷ୍ଟ କରିବା ଆଉ ବୁଦ୍ଧିମାନମାନଙ୍କର ବୁଦ୍ଧି ଅଗ୍ରାହ୍ୟ କରିବା। ଜ୍ଞାନୀ କାହିଁ? ଶାସ୍ତ୍ରୀ କାହିଁ? ଏହି ଯୁଗର ତାର୍କିକ କାହିଁ? ଈଶ୍ୱର କି ଜଗତର ଜ୍ଞାନକୁ ମୂର୍ଖତା ବୋଲି ପ୍ରକାଶ କରିନାହାନ୍ତି? କାରଣ ଈଶ୍ୱରଙ୍କ ଜ୍ଞାନ ପ୍ରକାଶିତ ହୋଇଥିଲେ ହେଁ ଜଗତ ନିଜ ଜ୍ଞାନ ଦ୍ୱାରା ଈଶ୍ୱରଙ୍କୁ ନ ଜାଣିବାରୁ ପ୍ରଚାରିତ ପ୍ରସଙ୍ଗର ମୂର୍ଖତା ଦ୍ୱାରା ବିଶ୍ୱାସୀମାନଙ୍କୁ ପରିତ୍ରାଣ କରିବା ପାଇଁ ଈଶ୍ୱର ସନ୍ତୁଷ୍ଟ ହେଲେ। ଲକ୍ଷ୍ୟ କରନ୍ତୁ, ଏହା ମୂର୍ଖ ପ୍ରଚାର ନଥିଲା, ମାତ୍ର ପ୍ରଚାରର ମୂର୍ଖତା ଥିଲା। ଏହା ସେମାନଙ୍କ ନିମନ୍ତେ ମୂର୍ଖତା ସ୍ୱରୂପ ଥିଲା। 22 ଓ 23 ପଦରେ ଲେଖା ଅଛି, କାରଣ ଯୁହୁଦୀମାନେ ଚିହ୍ନ ଲୋଡ଼ନ୍ତି ଆଉ ଗ୍ରୀକମାନେ ଜ୍ଞାନ ଅନ୍ୱେଷଣ କରନ୍ତି, କିନ୍ତୁ ଆମ୍ଭେମାନେ କ୍ରୁଶରେ ହତ ଖ୍ରୀଷ୍ଟଙ୍କୁ ପ୍ରଚାର କରୁ। ସେ ଯୁହୁଦୀମାନଙ୍କ ନିମନ୍ତେ ବିଘ୍ନ ସ୍ୱରୂପ ଓ ବିଜାତିମାନଙ୍କ ନିମନ୍ତେ ମୂର୍ଖତା ସ୍ୱରୂପ। ଲକ୍ଷ୍ୟ କରନ୍ତୁ, ପାଉଲ ଏଠାରେ ମନୁଷ୍ୟ ଜାତିକୁ 2 ଭାଗରେ ବିଭକ୍ତ କରନ୍ତି, ଯୁହୁଦୀ ଓ ଗ୍ରୀକ। ଅର୍ଥାତ୍ ଦଳେ ଯୁହୁଦୀ
ଓ ଆଉ ଦଳେ ବିଜାତୀୟ ବା ଗ୍ରୀକ୍। ଜିହୁଦୀ ଧର୍ମକୁ ଉପସ୍ଥାପିତ କରେ, ତାହାର ଈଶ୍ୱରଦତ୍ତ ଧର୍ମ ଥିଲା। ଜିହୁଦୀମାନେ ଭାବୁଥିଲେ ଯେ ସେମାନଙ୍କଠାରେ ସତ୍ୟ ଅଛି ଓ ସେମାନେ ତାହା କଲେ ଯେତେଦୂର ପର୍ଯ୍ୟନ୍ତ ପୁରାତନ ନିୟମ ବିଚାରକୁ ଅଣାଯାଏ। କିନ୍ତୁ ସମସ୍ୟାଟି ହେଲା, ଏହା ସେମାନଙ୍କ ନିମନ୍ତେ ଏକ ପ୍ରଥାରେ ପରିଣତ ହୋଇଗଲା। ସେମାନେ ଧର୍ମଶାସ୍ତ୍ରକୁ ଛାଡ଼ି ଆନୁଷ୍ଠାନିକ ବିଧିବିଧାନକୁ ଅନୁକରଣ କଲେ, ଯାହାକି ସେମାନଙ୍କ ଧର୍ମଶାସ୍ତ୍ରର ଅନୁବାଦ ସ୍ୱରୂପ ଥିଲା। ଏହି ରୂପେ ଐଶ୍ୱରିକ ଶକ୍ତି ମଧ୍ୟ ଅପସାରିତ ହୋଇଗଲା। ତେଣୁକରି ଯେତେବେଳେ ଖ୍ରୀଷ୍ଟ ପ୍ରକାଶିତ ହେଲେ, ସେତେବେଳେ ସେମାନେ ଏକ ଚିହ୍ନ ଅନ୍ୱେଷଣ କଲେ। ସେମାନେ ଧର୍ମଶାସ୍ତ୍ର ମଧ୍ୟକୁ ଫେରିଯିବା ପରିବର୍ତ୍ତେ ଚିହ୍ନ ମାଗିଲେ। ତେଣୁ ପ୍ରଭୁ ଯୀଶୁଖ୍ରୀଷ୍ଟ ସେମାନଙ୍କୁ ପୁନରୁତ୍ଥାନର ଚିହ୍ନ ଦେଲେ, ଯାହାକି ମାଥ୍ୟୁ 12 ପର୍ବର 38 ପଦରୁ 40 ପଦ ମଧ୍ୟରେ ଲେଖା ଅଛି। ସେତେବେଳେ ଶାସ୍ତ୍ରୀ ଓ ଫାରୁସୀମାନଙ୍କ ମଧ୍ୟରୁ କେତେକ ଜଣ ତାହାଙ୍କୁ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ଆପଣଙ୍କଠାରୁ ଗୋଟିଏ ଚିହ୍ନ ଦେଖିବାକୁ ଇଚ୍ଛା କରୁଅଛୁ। କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ, ଦୁଷ୍ଟ ଓ ବ୍ୟଭିଚାରୀ ବଂଶ ଚିହ୍ନ ଅନ୍ୱେଷଣ କରନ୍ତି, ମାତ୍ର ଭାଓବାଦୀ ଜୁନୋସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ। କାରଣ ଜୁନୋସ ଯେପରି 3 ଦିନ ଓ 3 ରାତ୍ରି ବୃହତ୍ ମତ୍ସ୍ୟ ଉଦରରେ ଥିଲେ, ମନୁଷ୍ୟପୁତ୍ର ସେହିପରି 3 ଦିନ ଓ 3 ରାତ୍ରି ଭୂଗର୍ଭରେ ରହିବେ। ଏହାପରେ ଆମେ ଦେଖୁଛୁ ଯେ ସେହି ପ୍ରକାରେ ଗ୍ରୀକ୍ମାନେ ଥିଲେ ବିଜାତୀୟ। ସେମାନେ ଦାର୍ଶନିକ ତତ୍ତ୍ୱକୁ ଉପସ୍ଥାପିତ କରନ୍ତି। ସେମାନେ ଜ୍ଞାନର ପ୍ରେମିକ ଥିଲେ। ସେମାନେ କହିଲେ ଯେ ସେମାନେ ସତ୍ୟର ଅନ୍ୱେଷଣ କରୁଥିଲେ। ସେମାନେ ବିବେକବାଦୀ ଥିଲେ। ଯେତେବେଳେ ଜିହୁଦୀମାନେ ଆନୁଷ୍ଠାନିକ ବିଧିବିଧାନ ମଧ୍ୟରେ ସୀମିତ ହୋଇ ରହିଲେ, ସେତେବେଳେ ବିଜାତୀୟମାନେ ବିବେକବାଦୀ ଭାବରେ ସୀମିତ ହୋଇ ରହିଲେ ଓ ନିଜର ବିବେକ ଅନୁଯାୟୀ ପରିଚାଳିତ ହେଲେ। କିନ୍ତୁ ପାଉଲ କହନ୍ତି, ଈଶ୍ୱର କି ଜଗତର ଜ୍ଞାନକୁ ମୂର୍ଖତା ବୋଲି ପ୍ରକାଶ କରିନାହାନ୍ତି। କାରଣ ଈଶ୍ୱରଙ୍କ ଜ୍ଞାନ ପ୍ରକାଶିତ ହୋଇଥିଲେ ହେଁ ଜଗତ ନିଜ ଜ୍ଞାନ ଦ୍ୱାରା ଈଶ୍ୱରଙ୍କୁ ନ ଜାଣିବାରୁ ପ୍ରଚାରିତ ପ୍ରସଙ୍ଗର ମୂର୍ଖତା ଦ୍ୱାରା ବିଶ୍ୱାସୀମାନଙ୍କୁ ପରିତ୍ରାଣ କରିବା ପାଇଁ ଈଶ୍ୱର ସନ୍ତୁଷ୍ଟ ହେଲେ। ବାସ୍ତବରେ ଏହା ଏକ ଚମତ୍କାର ମନ୍ତବ୍ୟ। ଏହାପରେ ପାଉଲ ଆହୁରି କହନ୍ତି, କିନ୍ତୁ ଆମ୍ଭେମାନେ କ୍ରୁଶରେ ହତ ଖ୍ରୀଷ୍ଟଙ୍କୁ ପ୍ରଚାର କରୁ, ସେ ଜିହୁଦୀମାନଙ୍କ ନିମନ୍ତେ ବିଘ୍ନ ସ୍ୱରୂପ ଓ ବିଜାତିମାନଙ୍କ ନିମନ୍ତେ ମୂର୍ଖତା ସ୍ୱରୂପ। ଦେଖନ୍ତୁ, ଜିହୁଦୀମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କର କ୍ରୁଶ ବିଘ୍ନଜନକ ଥିଲା। ସେମାନେ ଚିହ୍ନ ଅନ୍ୱେଷଣ କଲେ। ଏହାର ଅର୍ଥ ସେମାନେ ଖ୍ରୀଷ୍ଟଙ୍କର ସେହି କ୍ରୁଶୀୟ ମୃତ୍ୟୁକୁ ଗ୍ରହଣ କରିପାରିଲେ ନାହିଁ କି ତହିଁରେ ବିଶ୍ୱାସ ସ୍ଥାପନ କରିପାରିଲେ ନାହିଁ। ଏହାର ଅର୍ଥ ସେମାନେ ପରାଜିତ ହେଲେ କିନ୍ତୁ ବିଜୟୀ ହୋଇପାରିଲେ ନାହିଁ। ସେହି କ୍ରୁଶୀୟ ମୃତ୍ୟୁ ସେମାନଙ୍କ ନିମନ୍ତେ ପରାଜୟର କାରଣ ହେଲା, କିନ୍ତୁ ବିଜୟର କାରଣ ହୋଇପାରିଲା ନାହିଁ। ରୋମିଓ 9 ପର୍ବର 33 ପଦରେ ଲେଖା ଅଛି, ଦେଖ, ଆମ୍ଭେ ସିଓନରେ ଗୋଟିଏ ବାଧାଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ ସ୍ଥାପନ କରୁଅଛୁ, ଆଉ ଯେ ତାହାଙ୍କଠାରେ ବିଶ୍ୱାସ କରେ ସେ ଲଜ୍ଜିତ ହେବ ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କ୍ରୁଶୀୟ ମୃତ୍ୟୁ ବିଜାତିମାନଙ୍କ ନିମନ୍ତେ ବା ଗ୍ରୀକ୍ମାନଙ୍କ ନିମନ୍ତେ ମୂର୍ଖତା ସ୍ୱରୂପ। ଆଜି ମଧ୍ୟ ଅନେକ ଖ୍ରୀଷ୍ଟଙ୍କୁ ଓ ତାହାଙ୍କର ସେହି କ୍ରୁଶୀୟ ମୃତ୍ୟୁକୁ ନିନ୍ଦା କରନ୍ତି, ପରିହାସ କରନ୍ତି। ସେମାନେ ତାହାଙ୍କର ସେହି କ୍ରୁଶୀୟ ମୃତ୍ୟୁର ବାସ୍ତବ ତାତ୍ପର୍ଯ୍ୟକୁ ଏପର୍ଯ୍ୟନ୍ତ ବୁଝିପାରି ନାହାନ୍ତି କି ବୁଝିବାକୁ ମଧ୍ୟ ଚେଷ୍ଟା କରନ୍ତି ନାହିଁ। ତେଣୁ ସେମାନଙ୍କ ପ୍ରତି କ୍ରୁଶର କଥା ମୂର୍ଖତା ମାତ୍ର, କାରଣ ସେମାନେ ବିନାଶ ପ୍ରାପ୍ତ। ବର୍ତ୍ତମାନ ପାଉଲ ଆଉ ଏକ ଦଳର ଲୋକମାନଙ୍କୁ ଆମମାନଙ୍କ ନିକଟରେ ପରିଚିତ କରାନ୍ତି। ଦେଖନ୍ତୁ 24-26 ପଦ ମଧ୍ୟରେ ଏହିପରି ଲେଖା ଅଛି, କିନ୍ତୁ ଜିହୁଦୀ ହେଉ ବା ଗ୍ରୀକ୍ ହେଉ, ଯେଉଁମାନେ ଆହୁତ, ସେମାନଙ୍କ ନିମନ୍ତେ ଖ୍ରୀଷ୍ଟ ଈଶ୍ୱରଙ୍କ ଶକ୍ତି ଓ ଈଶ୍ୱରଙ୍କ ଜ୍ଞାନ ସ୍ୱରୂପ ଅଟନ୍ତି। ଯେଣୁ ଈଶ୍ୱରଙ୍କ ମୂର୍ଖ ବିଷୟ ମନୁଷ୍ୟର ଜ୍ଞାନ ଅପେକ୍ଷା ଅଧିକ ଜ୍ଞାନପୂର୍ଣ୍ଣ, ଆଉ ଈଶ୍ୱରଙ୍କ ଦୁର୍ବଳ ବିଷୟ ମନୁଷ୍ୟର ବଳ ଅପେକ୍ଷା ଅଧିକ ବଳବାନ। କାରଣ ହେ ଭାଇମାନେ, ତୁମମାନଙ୍କ ଆହ୍ୱାନ ବିଷୟ ଭାବି ଦେଖ। ସାଂସାରିକ ମତାନୁସାରେ ଅନେକ ଜ୍ଞାନୀ, ଅନେକ କ୍ଷମତାପନ୍ନ ବା ଅନେକ କୁଳୀନ ଆହୁତ ହୋଇନାହାନ୍ତି। ପାଉଲ ଏଠାରେ କହନ୍ତି, କିନ୍ତୁ ଜିହୁଦୀ ହେଉ ବା ଗ୍ରୀକ୍ ହେଉ, ଯେଉଁମାନେ ଆହୁତ, ସେମାନଙ୍କ ନିମନ୍ତେ ଖ୍ରୀଷ୍ଟ ଈଶ୍ୱରଙ୍କ ଶକ୍ତି ଓ ଈଶ୍ୱରଙ୍କ ଜ୍ଞାନ ସ୍ୱରୂପ ଅଟନ୍ତି। ପାଉଲ ଏଠାରେ ଦାର୍ଶନିକ ତତ୍ତ୍ୱ ଦ୍ୱାରା ଉଦ୍ଧାରର ବିଷୟକୁ କିମ୍ବା ଆନୁଷ୍ଠାନିକ ବିଧିବିଧାନ ଦ୍ୱାରା ଉଦ୍ଧାରର ବିଷୟକୁ ଉପସ୍ଥାପିତ କରନ୍ତି ନାହିଁ, କିମ୍ବା ଏକ ବିଜୟୀ ଜୀବନକୁ ଉପସ୍ଥାପିତ କରନ୍ତି ନାହିଁ, ମାତ୍ର ଖ୍ରୀଷ୍ଟ ଓ ତାହାଙ୍କର କ୍ରୁଶୀୟ ମୃତ୍ୟୁ ଦ୍ୱାରା, ଆଉ ତାହା କେବଳ ସେହିମାନଙ୍କ ନିମନ୍ତେ ସମ୍ଭବ ଯେଉଁମାନେ ଆହୁତ ବା ଈଶ୍ୱରଙ୍କ ଦ୍ୱାରା ଆହ୍ୱାନ ପ୍ରାପ୍ତ। ସେମାନେ କେବଳ ସେହି ଆହ୍ୱାନକୁ ଶୁଣି ନାହାନ୍ତି, ମାତ୍ର ସେମାନେ ତହିଁରେ ବିଶ୍ୱାସ କରିଅଛନ୍ତି। ସେମାନେ ଖ୍ରୀଷ୍ଟଙ୍କର ସେହି କ୍ରୁଶୀୟ ମୃତ୍ୟୁରେ ବିଶ୍ୱାସ କରି ଐଶ୍ୱରିକ ଜ୍ଞାନ ଓ ଶକ୍ତି ପ୍ରାପ୍ତ ହୋଇଅଛନ୍ତି, ଯାହାକି ସେମାନଙ୍କର ଜୀବନକୁ ପରିବର୍ତ୍ତିତ କରି ସେମାନଙ୍କୁ ନୂତନ କରି ଗଢ଼ି ତୋଳିଛି। ଲକ୍ଷ୍ୟ କରନ୍ତୁ, ଯାହା ସେମାନଙ୍କ ନିମନ୍ତେ ମୂର୍ଖତାର ବିଷୟ ଥିଲା, ସେହି ମୂର୍ଖତାର ପ୍ରଚାର ଦ୍ୱାରା ଲୋକମାନେ ଉଦ୍ଧାରପ୍ରାପ୍ତ ହେବେ, ଆଉ ତାହା ହେଉଛି ଖ୍ରୀଷ୍ଟଙ୍କ କ୍ରୁଶର ପ୍ରଚାର ଦ୍ୱାରା। ତାହା ପ୍ରଚାରର ଧାରା ନୁହେଁ, ମାତ୍ର କ୍ରୁଶୀୟ ସମ୍ବାଦ, ଯାହାକି ଲୋକେ ମୂର୍ଖତାର ବିଷୟ ବୋଲି ବିଚାର କରନ୍ତି। ଏହାପରେ 27-31 ପଦ ମଧ୍ୟରେ ଏହିପରି ଲେଖା ଅଛି,
କିନ୍ତୁ ଯେପରି କୌଣସି ମର୍ତ୍ତ୍ୟ ଈଶ୍ୱରଙ୍କ ଛାମୁରେ ଗର୍ବ ନ କରେ, ଏଥିପାଇଁ ଈଶ୍ୱର ଜ୍ଞାନୀମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ମୂର୍ଖ ବିଷୟ ସବୁ ମନୋନୀତ କଲେ। ପୁଣି ବଳବାନ ବିଷୟ ସବୁକୁ ଲଜ୍ଜା ଦେବା ନିମନ୍ତେ ଈଶ୍ୱର ଜଗତର ଦୁର୍ବଳ ବିଷୟ ସବୁ ମନୋନୀତ କଲେ। ଆଉ ଯାହା ଜଗତ ଚକ୍ଷୁରେ ମାନ୍ୟଗଣ୍ୟ ସେସବୁକୁ ବ୍ୟର୍ଥ କରିବା ନିମନ୍ତେ ଈଶ୍ୱର ଜଗତର ନୀଚ ଓ ତୁଚ୍ଛ ବିଷୟଗୁଡ଼ିକ ନଗଣ୍ୟ ବିଷୟଗୁଡ଼ିକ ମନୋନୀତ କଲେ। କିନ୍ତୁ ତାହାଙ୍କ ହେତୁ ତୁମେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛ, ସେ ଈଶ୍ୱରଙ୍କଠାରୁ ଆମମାନଙ୍କ ନିମନ୍ତେ ଜ୍ଞାନ ଅର୍ଥାତ୍ ଧାର୍ମିକତା, ପବିତ୍ରତା ଓ ମୁକ୍ତି ସ୍ୱରୂପ ହୋଇଅଛନ୍ତି। ଅତଏବ ଯେପରି ଲେଖା ଅଛି ଯେ ଦର୍ପ କରେ ସେ ପ୍ରଭୁଙ୍କଠାରେ ଦର୍ପ କରୁ। ପ୍ରିୟ ବନ୍ଧୁ, ସେ ହେଉଛନ୍ତି ଆମମାନଙ୍କର ସବୁରେ ସବୁ ଓ ଆମେମାନେ ତାହାଙ୍କଠାରେ ଦର୍ପ କରିବା ଆବଶ୍ୟକ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ। ଆଶା କରୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆମେ କରନ୍ଥୀ ମଣ୍ଡଳୀର ସମସ୍ୟା ବିଷୟରେ ଆଜି ଆଲୋଚନା କରୁଥିଲୁ। ଆଜି ମଧ୍ୟ ଆମ ମଣ୍ଡଳୀ ସବୁରେ ବିଭିନ୍ନ ପ୍ରକାର ସମସ୍ୟା ଭରି ରହିଛି। ଏପରି କୌଣସି ମଣ୍ଡଳୀ ନାହିଁ ଯାହାର କିଛି ସମସ୍ୟା ନାହିଁ। ଆମେ ଆଜି ଭଲ ଅଛୁ କି ଭଲ ନଥିବା, ଆମ ସମସ୍ତଙ୍କର କିଛି ନା କିଛି ସମସ୍ୟା ରହିଛି। ଆମେ ସମସ୍ତେ ଖ୍ରୀଷ୍ଟ ଯୀଶୁଙ୍କୁ ବିଶ୍ୱାସ କରିବା ଦ୍ୱାରା ସିଦ୍ଧତା ଆଡ଼କୁ ଅଗ୍ରସର ହେଉଛୁ। ତେଣୁ ପାଉଲ କହୁଛନ୍ତି, ବିନାଶ ପ୍ରାପ୍ତ ହେଉଥିବା ଲୋକଙ୍କ ପ୍ରତି କ୍ରୁଶର କଥା ମୂର୍ଖତା ମାତ୍ର। ଅନେକ ଅଛନ୍ତି କ୍ରୁଶର କଥାକୁ ବିଶ୍ୱାସ କରନ୍ତି ନାହିଁ, ସେଥିର ଶକ୍ତିକୁ ଅଗ୍ରାହ୍ୟ କରନ୍ତି। କିନ୍ତୁ ଯେଉଁମାନେ ବିଶ୍ୱାସ କରନ୍ତି ସେମାନେ ପରିତ୍ରାଣର ଅଧିକାରୀ ହୁଅନ୍ତି, ବାସ୍ତବରେ ଖ୍ରୀଷ୍ଟଙ୍କ ପରି ଜୀବନ କାଟିପାରନ୍ତି। ଆଜି ଆମେ ଆମ ପ୍ରଭୁ ଯୀଶୁଙ୍କଠାରେ ସମ୍ପୂର୍ଣ୍ଣ ବିଶ୍ୱାସ କରୁଛୁ କି ଅବା ଆମ ମଧ୍ୟରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଉଛି? ତେବେ ଆଜି ତ ଆମ ସମୟ ଶେଷ ହୋଇଗଲାଣି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ। ଆପଣଙ୍କ ଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ଦୟାଳୁ ସ୍ୱର୍ଗସ୍ଥ ପିତା, ଆମେ ତୁମର ଧନ୍ୟବାଦ କରୁଅଛୁ। ପ୍ରଭୁ, କରନ୍ଥୀ ମଣ୍ଡଳୀ ଦ୍ୱାରା ତୁମେ ଆମମାନଙ୍କୁ କଥା କହିଛ। ପ୍ରଭୁ, ତୁମେ ସେମାନଙ୍କୁ ଶିକ୍ଷା ଦେଲ ଯେ ସେମାନେ କିପରି ତୁମଠାରେ ବିଶ୍ୱାସ କରିବେ, ତୁମ ନିକଟବର୍ତ୍ତୀ ଜୀବନ କାଟିବେ, ସେମାନଙ୍କ ଜୀବନର ଭୁଲକୁ ବୁଝିପାରିବେ। ତୁମେ ସେମାନଙ୍କୁ ସାହାଯ୍ୟ କଲ। ଆଜି ଆମମାନଙ୍କୁ ମଧ୍ୟ ପ୍ରଭୁ ତୁମ ନିକଟବର୍ତ୍ତୀ ହେବା ପାଇଁ ତୁମେ ସାହାଯ୍ୟ କର। ତୁମେ ଆମମାନଙ୍କ ପ୍ରାର୍ଥନା ଶୁଣିଥିବାରୁ ଧନ୍ୟବାଦ ଦେଉଅଛୁ। ଏହି ପ୍ରାର୍ଥନା ପ୍ରିୟ ଯୀଶୁଙ୍କ ନାମରେ ମାଗିଲୁ, ଆମେନ୍। ଆପଣମାନଙ୍କୁ ବିଶେଷ ବିଶେଷ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଗତ ପ୍ରଶ୍ନର ଉତ୍ତରଟି ହେଲା ବି ପାଉଲ। ଆଜିର ପ୍ରଶ୍ନଟି ହେଲା, ଗ୍ରୀକ ମାନେ କଣ ଅନ୍ୱେଷଣ କରୁଥିଲେ? ଏ ଚିହ୍ନ, ବି ଧାର୍ମିକତା, ସି ଜ୍ଞାନ, ଡି ଶାନ୍ତି। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন এ, বি, সি, ডি মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা জଣାଇବାକୁ অনুরোধ। जदि आपको आम कार्यक्रम भल लगुच तेबे 0444908126 रे मिस्ड कॉल दे विजय होई परिबे। गत सप्ताहर विजय दर्शक बंधु हेले नवरंगपुर अश्विनी माझी और परिवार।